ଘରେ ନିଜର କୁଳଦେବୀଙ୍କୁ ପୂଜା ନ କରିଲେ ଏହିସବୁ ଘଟଣା ଆମ ସହିତ ଘଟିଥାଏ। କୁଳଦେବୀ କିଏ, କାହିଁକି ପୂଜା କରିବା ଉଚିତ, ପୂଜା କରିଲେ କ'ଣ ଫଳପ୍ରଦ ମିଳିଥାଏ, ଆସନ୍ତୁ ଜାଣିବା। କୁଳଦେବୀ ହେଉଛନ୍ତି ଘରର ଇଷ୍ଟ ରକ୍ଷକ। ଘର କୁଳଦେବୀ ବଂଶ ଆଗକୁ ବଢ଼ାନ୍ତି। ବିବାହ କାର୍ଯ୍ୟ କିମ୍ବା କୌଣସି ଧାର୍ମିକ ଶୁଭ କାର୍ଯ୍ୟ ପରି ଘରର ଯେକୌଣସି ଶୁଭ କାର୍ଯ୍ୟରେ ଘରର କୁଳଦେବୀ ଦେବତାଙ୍କୁ ପୂଜା କରାଯାଏ। ତାଙ୍କର ପୂଜା ହିନ୍ଦୁ ଧର୍ମରେ ବହୁତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବୋଲି କୁହାଯାଇଥାଏ। ଘରେ ରଖିଥିବା ଦେବୀ ଦେବତାଙ୍କୁ ପୂଜା କରିବା ପୂର୍ବରୁ ପ୍ରଥମେ କୁଳଦେବୀଙ୍କୁ ପୂଜା କରିବା ନିହାତି ଜରୁରୀ। କୁଳଦେବୀଙ୍କୁ ପୂଜା କରିବା ଦ୍ୱାରା ଶରୀର ସୁସ୍ଥ ରହେ, ଘରେ ଶାନ୍ତି ରହେ, ଘରେ ଝଗଡ଼ା ହୁଏ ନାହିଁ, ବେଶୀ କରଜ ଟଙ୍କା ବଢ଼େ ନାହିଁ, ନକାରାତ୍ମକ ଶକ୍ତି ପ୍ରଭାବ ପଡ଼େ ନାହିଁ, ସମସ୍ୟା ପାଖ ଲାଗେ ନାହିଁ ଏବଂ ଧନ ବଢ଼େ, ଦୁଃଖ ଦାରିଦ୍ର୍ୟତା ଦୂର ରହେ। ମାତା ଘରର କୁଳଦେବୀ ଯଦି ପ୍ରସନ୍ନ ରୁହନ୍ତି, ଦେବୀ ଦେବତାଙ୍କ ପୂଜା ଫଳପ୍ରଦ ହୋଇଥାଏ। ପୂଜା ନ କରିଲେ କ'ଣ କ୍ଷତି ହୋଇଥାଏ? ଘରେ ସଦାବେଳେ ଅଶାନ୍ତି ଲାଗି ରହିଥାଏ।